ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराणर तृतीय स्कंधर आज चतुर्विंश अध्याय बा 24तम अध्याय श्रवण करवा। ଏହି ଅଧ୍ୟାୟରେ କପିଳ ଦେବଙ୍କ ଜନ୍ମ କଥା ବର୍ଣ୍ଣନା କରାଯାଇଛି। ଏହାର ପ୍ରଥମ ଭାଗରେ ପଦ୍ୟାନ୍ତରୀ ଏବଂ ଦ୍ୱିତୀୟ ଭାଗରେ ଏହାର ବ୍ୟାଖ୍ୟା ନିଶ୍ଚୟ ଶୁଣିବା ଏବଂ ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଫଲୋ କରନ୍ତୁ। ଫଳରେ ପ୍ରତ୍ୟେକ ଅଧ୍ୟାୟର ପ୍ରତ୍ୟେକ ସ୍କନ୍ଧର ପ୍ରତ୍ୟେକ ଅଧ୍ୟାୟ ଆପଣ ଧାରାବାହିକ ଭାବରେ ଶୁଣିବା ପାଇଁ ସକ୍ଷମ ହୋଇପାରିବେ। ତେବେ ଆସନ୍ତୁ ଆରମ୍ଭ କରିବା ଚତୁର୍ବିଂଶ ଅଧ୍ୟାୟ ତୃତୀୟ ସ୍କନ୍ଧ। କପିଳ ବିଷ୍ଣୁ ଅଂଶ ଯେହି ପୁତ୍ରରୁ ପରେ ତାକୁ ପାଇ କର୍ଦ୍ଦମ ଚଳିଲେ ସନ୍ନ୍ୟାସେ ଏହି ଚରିତ ଚତୁର୍ବିଂଶେ। ମୈତ୍ରେୟ ଉବାଚ ଏମନ୍ତ ପତ୍ନୀର ବଚନେ କର୍ଦ୍ଦମ ଅତି ସାବଧାନେ ଗୋବିନ୍ଦ ପାଦେ ମନ ଦେଇ କହିଲେ ପତ୍ନୀ ମୁଖ ଚାହିଁ ଶୁକ୍ଳବଚନ ସ୍ମରି ମନେ କହନ୍ତି ଅମୃତ ବଚନେ। କର୍ଦ୍ଦମ ଉବାଚ ତୁ ଦେବୀ ରୂପେ ଅନିନ୍ଦିତା ମନେ ନ କର କିଛି ଚିନ୍ତା ଏହାନି କଟେ ତ ଉଦରେ ଗୋବିନ୍ଦ ନର କଳେବରେ ଜାତ ହୋ ଇବେ ତୋର ଭାବେ ତୋ ବ୍ରତ ତପର ପ୍ରସ୍ତାବେ। ତୁ ବ୍ରତ ଦାନ ଧ୍ୟାନ କରି ବିଷ୍ଣୁ ଚରଣ ହୃଦେ ଧରି ଏ ମାୟାମୟ ସୁଖ ତେଜ ତପେ ଗୋବିନ୍ଦ ପାଦେ ଭଜ। ସେ ଶୁକ୍ଳ ବର୍ଣ୍ଣ ତୋର ଭାବେ ମୋହର ତପ ବଳ ଲାଭେ ସଂଶୟ ଗ୍ରନ୍ଥି ତୋର ଚିତେ ସେ ଦୃଢ଼ ବନ୍ଧ କର୍ମଗତେ। ସେ ହରି ଜ୍ଞାନ ଉପଦେଶେ ସର୍ବଛେ ଦିବେ ଅବଶେଷେ। ମୈତ୍ରେୟ ଉବାଚ ସେ ଦେବ ହୁତି ସେ ସନ୍ଦେଶ କର୍ଦ୍ଦମ ବଚନେ ବିଶ୍ୱାସ କରିଭ ଜିଲେ ଶ୍ରଦ୍ଧା ଭାବେ ଜଗତ ଗୁରୁ ହରିପାଦେ। ଏବେନି ଭାବ ହୃଦେ ଧରି ଅଶେଷ ମଙ୍ଗଳ ମୁରାରି ପ୍ରବେଶ ପ୍ରଜାପତି ଅଙ୍ଗେ ପତିକା ମିନି ଅଙ୍ଗ ସଙ୍ଗେ। ଗର୍ଭ ସଂଯୋଗେ ଦେହ ଧରି ଜନ୍ମ ହୋଇଲେ ନରହରି ସଂସାର ନିସ୍ତାରଣ ସାଧେ ଅନଳ ଜହ୍ନେ ଦାରୁ ମଧ୍ୟେ। ଆକାଶେ ଶୁଭେ ନାନା ବାଦ୍ୟ ଶୁଭ ମଙ୍ଗଳ ବେଦନାଦ ଗନ୍ଧର୍ବ ଗାନ ସୁଲଳିତ ନାଚନ୍ତି ଅପସରାଜୁଥ। ଦେବେ କରନ୍ତି ପୁଷ୍ପବୃଷ୍ଟି ମହିମଙ୍ଗଳ ଶୁଭ ଦୃଷ୍ଟି ମହିମଙ୍ଗଳ ଶୁଭ ସୃଷ୍ଟି ପ୍ରସନ୍ନ ଦଶ ଦିଗ ଦିଶେ ଜଳଧି ଉଲ୍ଲଳ ପ୍ରକାଶେ। ସକଳ ପ୍ରାଣୀଙ୍କର ମନ ସ୍ୱଭାବେ ହୁଏ ସୁପ୍ରସନ୍ନ। କର୍ଦ୍ଦମ ଆଶ୍ରମ ମଣ୍ଡଳ ବେଷ୍ଟିତ ସରସ୍ୱତୀ ଜଳ ମରିଚି ଆଦି ସପ୍ତ ଋଷି ବ୍ରହ୍ମାର ତୁଲେ ସର୍ବେ ଆସି। ପରମ ବ୍ରହ୍ମ ସର୍ବବ୍ୟାପୀ ସାତ୍ତ୍ୱିକ ଅଂଶେ ସର୍ବରୂପୀ। ସେ ତତ୍ତ୍ୱ ସାଂଖ୍ୟ ଜ୍ଞାନ ଅର୍ଥେ ବିରାଜ ରୂପ ଏ ଜଗତେ। ବିଶୁଦ୍ଧ ଚିତ୍ତ ନରହରି କର୍ଦ୍ଦମ ଭକ୍ତି ହୃଦେ ଧରି ପ୍ରବେଶ କର୍ଦ୍ଦମ ମନ୍ଦିରେ ଅଶେଷ ଜନ ଉପକାରେ। କର୍ଦ୍ଦମ ମୁଖ ଚାହିଁ ଭଣି ଆନନ୍ଦ ମନେ କୁଶ ପାଣି। ବ୍ରହ୍ମା ଉବାଚ
तुजे मोहर आज्ञा शिरे घेनिए संसार सागरे तपसा धिलु घोर दुखे रमिलु गृह मेधि सुखे पुत्रर धर्मटी एमंत ଯାହା ବୋଲନ୍ତି ମାତା तात ଆଦରେ ସର୍ବଦା କରଇ ତେବେ ସେ ବିଷ୍ଣୁଙ୍କୁ ତୋଷଇ ତାହାର ଇହ ପରଲୋକେ ସକଳ କାଳ ଯାଏ ସୁଖେ ଏ ନବ କୁମାରୀ ତୋହର ପରମ ସୁଗୁଣ ସୁନ୍ଦର ଏ ସୃଷ୍ଟି ସର୍ଜନ କାରଣ ତୁ ଏବେ ମୋର ବୋଲ ଶୁଣ ମରିଚି ଆଦି ମୁନି ଯେତେ ତାହାଙ୍କୁ ବରି ଶୁଦ୍ଧ ଚିତେ ଯଥା ଚିତେ କରି ଶୋଭା ନିଗମ ମତେ ଦିଅ ବିଭା ତୋଜସ ରହୁ ସର୍ବକାଳେ ଅଶେଷ ଅବନି ମଣ୍ଡଳେ ଏବେ ତ ହର ଘରେ ହରି ଅଂଶେଜ ମିଲେ ଦେହ ଧରି ଜୀବଙ୍କ ନିସ୍ତାରଣ ଅର୍ଥେ କପିଳ ରୂପେ ଏ ଜଗତେ ଏ ବାକ୍ୟ କର୍ଦ୍ଦମକୁ କହି ସେ ଦେବ ହୁତି ମୁଖ ଚାହିଁ କପିଳ ପ୍ରଭୁ ବେଦବର ଧନ୍ୟ ଜୀବନ ମାତ ତୋର ହେ ଦେବ ହୁତି ଶୁଣ ତୁହି ତୋ ପୁତ୍ର ସାମାନ୍ୟ ନୁହଇ ଏ ହରି ତୋହର ନନ୍ଦନ ଛେଦିବ ହୃଦୟ ବନ୍ଧନ ଜ୍ଞାନ ବି ଜ୍ଞାନ ଯୋଗେ କର୍ମ ନାସିବ ଧରି ଯତି ଧର୍ମ ଶିରେ ଋଣ ଜଟା ଭାର ସ୍ୱରୂପେ ଜଗତ ସୁନ୍ଦର ନେତ୍ର ଚରଣେ ପଦ୍ମଚିହ୍ନ ସୁନ୍ଦର ଜଗତ ମୋହନ ପରମ ଜ୍ଞାନ ତୋତେ କହି ଇଚ୍ଛାଏ ଭ୍ରମିବ ହେ ମହି ଏ ସିଦ୍ଧ ଗଣଙ୍କ ଈଶ୍ୱର ସୁସାଂଖ୍ୟ ଯୋଗୀଙ୍କର ସାର ତ୍ୱଜସ କୀର୍ତ୍ତିର ବର୍ଦ୍ଧନ ହୋଇବ କପିଳ ୟା ନାମ ହୋଇବ କପିଳ ୟା ନାମ ମୈତ୍ରେୟ ଉବାଚ କର୍ଦ୍ଦମ ଦେବ ହୁତିବେନି ଆଶ୍ୱାସ କରି ପଦ୍ମଯୋନି ନାରଦ ଆଦି ପୁତ୍ର ମେଳେ ଅନେକ ମୁନିଙ୍କ ଗହଳି ସେ ହଂସ ମୟ ଦିବ୍ୟ ଜାନେ ତକ୍ଷଣେ ଗଲେ ନିଜ ସ୍ଥାନେ ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ ହରସ ଚିତେ ସୁସମ୍ଭ୍ରମ ବ୍ରହ୍ମାର ଆଜ୍ଞା ଘେନି ଶିରେ ଋଷିଙ୍କି ଆଣି ନିଜ ପୁରେ ମଙ୍ଗଳ ଦୁର୍ବା ସୂତ୍ର ରଖେ ବରବରିଲେ ଏକେ ଏକେ ମରିଚି ମୁନି ହସ୍ତ ଧରି କଳା କନ୍ୟାକୁ ବର କରି ଆନନ୍ଦ ମନେ କରି ବିଭା କି ଅବା ପଟାନ୍ତର ଦେବା ତ୍ରିଦଶେ ଦେଖନ୍ତି ଆକାଶେ ହରଗ ଉରି ପ୍ରାୟ ଦିଶେ ଦ୍ୱିତୀୟ କନ୍ୟା ଅନସୂୟା ଅତ୍ରିମୁନିଙ୍କି ଦେଲା ତାହା ଶ୍ରଦ୍ଧାକୁ ଅଙ୍ଗିରସ ମୁନି ବରିଲା କରେ ଅର୍ଘ୍ୟ ଘେନି ପୁଲସ୍ତେ ହବି ଦେଲା ଦାନ ପୁଲହେ ଗତି ବିଦ୍ୟମାନ କ୍ରତୁଙ୍କୁ ଦେଲା କ୍ରିୟା ସତୀ ଭୃଗୁଙ୍କୁ ସମର୍ପିଲା ଖ୍ୟାତି ବଶିଷ୍ଠେ କରି ଅରୁନ୍ଧତୀ ଅଥର୍ବଣକୁ ଦେଲା ଶାନ୍ତି ଏମନ୍ତେ ନବ ବିପ୍ରବରେ କନ୍ୟା ବି ବାହେ ନିଜ ପୁରେ ଧନେ ସନ୍ତୋଷୀ ତାଙ୍କ ମନ ଗଲେ ସେ ଯେ ଯାହା ଭୁବନ ମୁନିକି କରି ଅନୁଯାନ ସମ୍ଭ୍ରମ କର୍ଦ୍ଦମର ମନ ଗୃହେ ଯେ ପୁତ୍ର ଉପୁଜିଲା କପିଳ ନାମେ ବିଷ୍ଣୁ କଳା ବେଗେ ମିଳିଲା ପୁତ୍ର ପାଶେ ସ୍ୱଭାବେ ଜନକ ବିଶ୍ୱାସେ ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ ସୁମରେ ଶୁକ୍ଳ ବାକ୍ୟ ଏବେ ଏକାନ୍ତେ ପୁତ୍ର ପାଶେ ଯାଇ ବଲେ କୋ ପାଳେ କର ଦେଇ କର୍ଦ୍ଦମ ଉବାଚ
ଦେଖ ମୋ ହର ଦୁଷ୍ଟପଣ ନ ସେବି ତୁମ୍ଭର ଚରଣ ଏ ଗୃହ ଅନ୍ଧକୂପ ପଥେ ପଡ଼ିଲି ଅମଙ୍ଗଳ ଯନ୍ତ୍ରେ ଅନେକ ଜନ୍ମେ ଯୋଗ ସାଧେ ଯୋଗ ପାଦି ଅନୁବାଦେ ଯେ ପ୍ରାଣୀ ଗୃହ ବନ୍ଧତେ ଯେ ବନସ୍ତେ ତୋ ଚରଣ ଭଜେ ପର୍ଣ୍ଣକୁଟୀର ମଧ୍ୟେ ଥାଇ ବଞ୍ଚନ୍ତି ତୋ ଚରଣ ଧ୍ୟାଇ ତୋ ପାଦ ଦେଖିବାର ଆସେ ସାଧନ୍ତି ଅନେକ ବରଷେ ଏମନ୍ତ ପ୍ରଭୁ ତୁମ୍ଭେ ହରି ମୋର ଭୁବନେ ଅବତରି ତୋର ଭକତ ରକ୍ଷା ଅର୍ଥେ ତୋ ଅବତାର ଏ ଜଗତେ ନିଜ ବଚନ ସତ୍ୟ କରି ତୁମର ଗୃହେ ଅବତରି ସ୍ୱଭାବେ ସର୍ବଭୂତେ ଥାଉ ଭକତ ମାନ ତୁ ବଢ଼ାଉ ଭକତ ହିତେ ନାନା ଯୋନି ଉପୁଜୁ ନିଜ ତେଜ ଘେନି ପଣ୍ଡିତ ଜନେ ତ ବିଶ୍ୱାସେ ତୋ ପାଦ ପଦ୍ମ ଗନ୍ଧବାସେ ସଂସାର ତେଜି ସେ ଭଜନ୍ତି ଅନ୍ତେ ତୋ ଶରୀରେ ପଶନ୍ତି ତୁ ପୂର୍ଣ୍ଣ ବ୍ରହ୍ମ ନରହରି ପ୍ରକାଶୁ ଜ୍ୟୋତି ରୂପ ଧରି ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନ ତୁ ଶ୍ରୀ ବୈରାଗ୍ୟେ ପରିପୂର୍ଣ୍ଣ ତେଣୁ ଶରଣାଗତ ମୋହି ମୋ ଦୋଷ କ୍ଷମ ଭାବଗ୍ରାହୀ ତୁ ନାଥ ପରମ ପୁରୁଷ ପ୍ରକୃତି ରୂପେ ତୋ ପ୍ରକାଶ ମହତ ଆଦି ରୂପ ତୋର ଭୂତଙ୍କ ସୂକ୍ଷ୍ମ ଅହଙ୍କାର ତ୍ରିଗୁଣମୟୀ କାଳ ରୂପୀ ତୁ କବି ସର୍ବଭୂତେ ବ୍ୟାପୀ ତୋ ରୂପ ଆତ୍ମା ଜ୍ଞାନ ଅର୍ଥେ କପିଳ ରୂପେ ଏ ଜଗତେ ଶରଣାଗତ ତୋ ଚରଣେ ମୋ ମନେ ରହ ଅନୁକ୍ଷଣେ ତୁ ପ୍ରଜାପତିଙ୍କର ନାଥ ତୁ ପ୍ରଜାପତିଙ୍କର ନାଥ ତୁ ଯେହୁ ଇଲୁ ମୋର ସୂତ ତୁ ଅବତୀର୍ଣ୍ଣ ହେଲା ମାତ୍ରେ ମରଣ ତ୍ରୟ ନାହିଁ ଗାତ୍ରେ ଋଣତ୍ରୟ ଅର୍ଥାତ୍ ପିତୃଋଣ ଋଷି ଋଣ ଓ ଦେବ ଋଣ ସନ୍ନ୍ୟାସ ମାର୍ଗେ ଏବେ ଚିତ ତେଣୁ ମା ଗଇ ଆତ୍ମା ପୂର୍ଣ୍ଣ ହୋ ଇଲା ମନରୋଥ ସନ୍ନ୍ୟାସ ମାର୍ଗେ ଏବେ ଚିତ ତେଣୁ ମା ଗଇ ଆତ୍ମା ଅର୍ଥେ ତୋ ପାଦ ଧ୍ୟାନ ହୃଦଗତେ ଧରିଣ ବୁଲିବି ଜଗତେ ଏମନ୍ତ ଆଜ୍ଞା ଦିଅ ମତେ ଶ୍ରୀ ଭଗବାନ ବାଚ ତୋହର ତପ ତେଜ ବଳେ ମୋ ଅବତାର ଏ ଶୟଳେ ନିଜ ବଚନ ସତ୍ୟ କରି ତୋ ପତ୍ନୀ ଗର୍ଭେ ଅବତରି କେଲଭି ପାରେ ମୋର ଭାବ କେଲଭି ପାରେ ମୋର ଭାବ ମୋ ରୂପ ଯୋଗୀଙ୍କି ଦୁର୍ଲଭ ମୁଁ ଏବେ ସଂସାରର ଅର୍ଥେ ଜ୍ଞାନ ପ୍ରକାଶୀ ଏ ଜଗତେ ଏ ସିଦ୍ଧ ଦେହେ ଥିବି ମୋହି ଯାବତ ସୂର୍ଯ୍ୟ ଚନ୍ଦ୍ରମହି ଯେ ତତ୍ତ୍ୱ ଜ୍ଞାନ ପୂର୍ବେ ଥିଲା କାଳର ବଳେ ନାଶ ଗଲା ସେ ତତ୍ତ୍ୱ ପ୍ରକାଶିବା ଅର୍ଥେ ମୋ ଅବତାର ଏ ଜଗତେ ତୋହର ମନେ ପ୍ରିୟ ଯେତେ ସବୁ ସମର୍ପି ଦିଅ ମତେ ମୋର ଚରଣେ ଭାବେ ବଢ଼ି ଚଳ ତୁ ଗୃହ ବନ୍ଧ ଏଡ଼ି ସୁଦୃଢ଼େ ମୋ ପଦ ଭଜିବୁ ଦୁର୍ଜୟ ମରଣୁ ତରିବୁ ଅନ୍ତେ ପଶିବୁ ମୋ ଚରଣେ ବେଗେ ଯା ତପ ସାଧବନେ ମୁଁ ଆତ୍ମା ନନ୍ଦ ଜ୍ୟୋତି ପଦେ ପ୍ରକାଶ ସର୍ବଭୂତ ହୃଦେ ଆତ୍ମାର ମଧ୍ୟେ ଆତ୍ମା ଦେଖ ମୃତ୍ୟୁ କାଶୁ ଆତ୍ମା ରଖ ଆଧ୍ୟାତ୍ମ ବିଦ୍ୟା ସାଧ୍ୟ କର ଏ ମାୟା ବନ୍ଧନୁ ନିସ୍ତର ଯେ ବିଦ୍ୟା ବଳେ ଦେବହୂତି ଦେବ ପରମାନନ୍ଦ ପ୍ରାପ୍ତି ମୈତ୍ରେୟ ଉବାଚ
ଏମନ୍ତ ହରି ଆଜ୍ଞା ପାଇ ଅଭୟ ପଦେ ମନ ଦେଇ ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା। ମୌନ ବ୍ରତେ ବନ ଗଲା ଅହିଂସା ବ୍ରତ ଆଚରଣ କେବଳ ଆତ୍ମାରେ ଶରଣ ନିଃସଙ୍ଗ ଗୃହ ନିରପେକ୍ଷ ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ ନିର୍ଗୁଣ ବ୍ରହ୍ମେ ମନ ଦେଇ ସତ ସତ ପର ସେହି ଏକାନ୍ତ ଭକ୍ତି ରସେ ରସି ଜିଣିଲା କାଳ ଦଣ୍ଡ ପାସି ଭ୍ରମଇ ବନ ଘନଗିରି ଦେଖଇ ସର୍ବଭୂତେ ହରି ଇନ୍ଦ୍ରିୟ ଗଣକୁ ନିରୋଧି ଯେସନେ ନିଶ୍ଚଳ ଜଳଧି ସର୍ବଜ୍ଞେ ସର୍ବ ଆତ୍ମା ଭାବେ ସେ ଭଗବାନ ବାସୁଦେବେ ସେ ଭାବେ ରହି ଧୀରପଣେ ନିର୍ବାଣ ମୁକ୍ତିର ଅଭିୟାନେ ଦେଖଇ ସର୍ବଭୂତେ ହରି ଆତ୍ମା ସ୍ୱରୂପେ ଅଛି ପୁରୀ ହରିର ଦେହେ ଏ ଜଗତ ଦେଖେ ଓ ଭେଦେ ଦୃଷ୍ଟିଗତ ଅନ୍ତେଲ ଭିଲା ହରି ପାବ ଯେ ହରି ଦେବଙ୍କୁ ଦୁର୍ଲଭ ଏମନ୍ତ ବିଦୁରର ଆଗେ ମୈତ୍ରେୟ କହେ ପ୍ରିୟ ଭାବେ ନିର୍ମଳ ଭାଗବତ ବାଣୀ ଭାଷା ପ୍ରବନ୍ଧେ ପରିମାଣୀ ତୃତୀୟ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ତୃତୀୟ ସ୍କନ୍ଧେ କର୍ଦମ ପ୍ରବ୍ରଜନଂ ନାମ ଚତୁର୍ବିଂଶ ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶୁଣିବା। କପିଳ ଦେବଙ୍କ ଜନ୍ମ କଥା ଏଠାରେ ବର୍ଣ୍ଣନା କରାଯାଇଛି। କପିଳ ଦେବ ହେଲେ ସେ ସିଦ୍ଧ, ଜନ୍ମରୁ ସିଦ୍ଧ। ସେ ଭଗବାନଙ୍କର ଅବତାର ନେଇ କର୍ଦମ ଓ ଦେବହୂତିଙ୍କ ଔରସରୁ ଜନ୍ମ ହୋଇଥିଲେ। ତେବେ ଆସନ୍ତୁ ସେହି ବିଷୟରେ ଆଜିର ବର୍ଣ୍ଣନା ଶୁଣିବା। ମୁନିବର ମୈତ୍ରେୟ କହିଲେ, ଉତ୍ତମ ଗୁଣରେ ସୁଶୋଭିତା ମନୁପୁତ୍ରୀ ଦେବହୂତି ଏପରି ବୈରାଗ୍ୟଯୁକ୍ତ କଥା କହିବାରୁ କୃପାଳୁ କର୍ଦମ ମୁନିଙ୍କର ଭଗବାନ ବିଷ୍ଣୁଙ୍କ କଥା ମନେ ପଡ଼ିଲା। ସେ ତାଙ୍କୁ କହିଲେ, କର୍ଦମ କହିଲେ, ହେ କଲ୍ୟାଣ ଗୁଣ ସମ୍ପନ୍ନା ରାଜକୁମାରୀ, ତୁମେ ନିଜ କଥା ଭାବି ଏପରି ଦୁଃଖ କର ନାହିଁ। ଶୀଘ୍ର ସ୍ୱୟଂ ଅବିନାଶୀ ଭଗବାନ ବିଷ୍ଣୁ ତୁମ ଗର୍ଭକୁ ଆସିବେ। ପ୍ରିୟେ, ତୁମେ ଅନେକ ପ୍ରକାର ବ୍ରତ ପାଳନ କରିଛ, ତେଣୁ ତୁମର ନିଶ୍ଚୟ କଲ୍ୟାଣ ହେବ। ତୁମେ ଏଥର ସଂଯମ, ନିୟମ, ତପ ଓ ଦାନ ଆଦି କରିବା ସହିତ ଶ୍ରଦ୍ଧାପୂର୍ବକ ଭଗବାନଙ୍କୁ ଭଜ। ଏପରି ଆରାଧନା କଲେ ଶ୍ରୀହରି ତୁମ ଗର୍ଭରୁ ଅବତୀର୍ଣ୍ଣ ହୋଇ ମୋର ଯଶ ବଢ଼ାଇବେ ଏବଂ ବ୍ରହ୍ମଜ୍ଞାନ ଉପଦେଶ ଦେଇ ତୁମ ହୃଦୟର ଅହଙ୍କାର ଗ୍ରନ୍ଥି କାଟିଦେବେ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ପ୍ରଜାପତି କର୍ଦମଙ୍କ ଆଦେଶକୁ ଗୌରବ ଦେଇ ଦେବହୂତି ତାଙ୍କ କଥାକୁ ପୂର୍ଣ୍ଣ ବିଶ୍ୱାସ କଲେ ଏବଂ ନିର୍ବିକାର ପରମ ପୁରୁଷ ଜଗଦ୍ଗୁରୁ ଶ୍ରୀ ପୁରୁଷୋତ୍ତମଙ୍କ ଆରାଧନାରେ ମନୋନିବେଶ କଲେ। ଏପରି ଭାବରେ ବହୁଦିନ ବିତିଯିବା ପରେ କାଠରୁ ଅଗ୍ନି ପ୍ରକଟ ହେଲା ପରି କର୍ଦମଙ୍କ ତେଜର ଆଶ୍ରୟ ନେଇ ଦେବହୂତିଙ୍କ ଗର୍ଭରୁ ଭଗବାନ ମଧୁସୂଦନ ଆବିର୍ଭୂତ ହେଲେ। ସେତେବେଳେ ଦେବତାମାନେ ଅତ୍ୟନ୍ତ ପ୍ରସନ୍ନ ହୋଇ ଆକାଶରେ ଜୋରରେ ଦୁନ୍ଦୁଭି ବାଦ୍ୟ ବଜାଇବାକୁ ଲାଗିଲେ। ଗନ୍ଧର୍ବଗଣ ଗାନ କରିବାକୁ ଲାଗିଲେ ଏବଂ ଅପ୍ସରାମାନେ ଆନନ୍ଦରେ ନୃତ୍ୟ କଲେ। ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କଲେ। ସକଳ ଦିଗରେ ଆନନ୍ଦ ଖେଳିଗଲା। ଜଳାଶୟମାନଙ୍କର ଜଳ ନିର୍ମଳ ହୋଇଗଲା ଓ ସବୁ ଜୀବଙ୍କର ମନ ପ୍ରସନ୍ନ ହୋଇଗଲା। ସେତେବେଳେ ସରସ୍ୱତୀ ନଦୀ ପରିବେଷ୍ଟିତ କର୍ଦମଙ୍କ ଆଶ୍ରମରେ ମରିଚି ଆଦି ମୁନିମାନଙ୍କ ସହିତ ବ୍ରହ୍ମା ଆସି ପହଞ୍ଚିଗଲେ। ହେ ଶତ୍ରୁ ଦମନ ବିଦୁର, ସ୍ୱତଃ ସିଦ୍ଧ ଜ୍ଞାନରେ ସମ୍ପନ୍ନ ଅଜନ୍ମା ବ୍ରହ୍ମା ଜାଣିପାରିଲେ ଯେ ସାଂଖ୍ୟଶାସ୍ତ୍ର ଉପଦେଶ ଦେବା ନିମନ୍ତେ ସାକ୍ଷାତ ପରମବ୍ରହ୍ମ ଭଗବାନ ବିଷ୍ଣୁ ହିଁ ସ୍ୱକୀୟ ବିଶୁଦ୍ଧ ସତ୍ୱମୟ ଅଂଶରେ ସେଠାରେ ଅବତୀର୍ଣ୍ଣ ହୋଇଛନ୍ତି। ତେଣୁ ଭଗବାନ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିଲେ, ବ୍ରହ୍ମା ତାହାକୁ ବିଶୁଦ୍ଧ ଚିତ୍ତରେ ଆଦର ଓ ଅନୁମୋଦନ କଲେ ଏବଂ ନିଜର ସକଳ ଇନ୍ଦ୍ରିୟରେ ପ୍ରସନ୍ନତା ବ୍ୟକ୍ତ କରି କର୍ଦମକୁ କହିଲେ। ବ୍ରହ୍ମା କହିଲେ, ପ୍ରିୟ କର୍ଦମ, ତୁମେ ଅନ୍ୟମାନଙ୍କୁ ସମ୍ମାନ ଦେଇଥାଅ। ମୋର ସମ୍ମାନ ରକ୍ଷା କରି ତୁମେ ମୋର ଯେଉଁ ଆଜ୍ଞା ପାଳନ କଲ, ତାହା ଫଳରେ ତୁମ ଦ୍ୱାରା ମୋର ପୂଜା ନିଷ୍କପଟ ଭାବରେ ସମ୍ପନ୍ନ ହୋଇଗଲା। ଯଥା ଆଜ୍ଞା କହି ଆଦରପୂର୍ବକ ପିତାଙ୍କର ଆଦେଶ ମାନିବା ହେଉଛି ପିତାଙ୍କ ପାଇଁ
ପୁତ୍ର କରୁଥିବା ସବୁଠାରୁ ବଡ଼ ସେବା। ପୁତ୍ର ତୁମେ ହେଉଛ ସଭ୍ୟ। ତୁମର ସେହି ସୁନ୍ଦରୀ କନ୍ୟାମାନେ ସେମାନଙ୍କର ବଂଶ ଦ୍ୱାରା ଏହି ସୃଷ୍ଟିକୁ ବହୁଳ ଭାବରେ ବୃଦ୍ଧି କରିବେ। ତେଣୁ ତୁମେ ବର୍ତ୍ତମାନ ଏହି ମରିଚି ଆଦି 9 ମୁନିବରଙ୍କ ହାତରେ ଏମାନଙ୍କର ସ୍ୱଭାବ ରୁଚି ଅନୁସାରେ ତୁମର 9 କନ୍ୟାଙ୍କୁ ସମର୍ପି ଦିଅ। ଏହାଦ୍ୱାରା ସଂସାରରେ ତୁମର ସୁଯଶ ବିସ୍ତାର ହେବ। ହେ ମୁନିବର, ମୁଁ ଜାଣେ ଯେ ସକଳ ପ୍ରାଣୀଙ୍କର ନିଧି ଓ ଅଭୀଷ୍ଟ ପୂର୍ଣ୍ଣକାରୀ ଆଦିପୁରୁଷ ଶ୍ରୀ ନାରାୟଣ ହିଁ ଆପଣା ଯୋଗମାୟା ବଳରେ ତୁମ ଆଶ୍ରମରେ କପିଳ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ତାପରେ ସେ ଦେବହୂତିଙ୍କୁ କହିଲେ, ରାଜକୁମାରୀ, ସ୍ୱର୍ଣ୍ଣାଭ କେଶ, କମଳ ନୟନ ଓ ପଦ୍ମାଙ୍କିତ ଚରଣ କମଳଧାରୀ ଶିଶୁ ରୂପରେ କୈଟଭା ସୁରହନ୍ତା ସାକ୍ଷାତ ସେହିହରି ହିଁ ଜ୍ଞାନ ବିଜ୍ଞାନ ଦ୍ୱାରା କର୍ମବାସନାର ମୂଳଚ୍ଛେଦନ କରିବା ନିମନ୍ତେ ତୁମ ଗର୍ଭରେ ପ୍ରବେଶ କରିଥିଲେ। ସେ ହିଁ ଏବେ ଅବତୀର୍ଣ୍ଣ ହୋଇଛନ୍ତି। ସେ ଅବିଦ୍ୟାଜନିତ ମୋହଗ୍ରନ୍ଥି କାଟି ପୃଥିବୀରେ ସ୍ୱଚ୍ଛନ୍ଦ ବିଚରଣ କରିବେ। ସେ ସିଦ୍ଧମାନଙ୍କର ସ୍ୱାମୀ ଏବଂ ସଂଖ୍ୟାଚାର୍ଯ୍ୟମାନଙ୍କର ବି ମାନନୀୟ ହେବେ। ସେ ଜଗତରେ ତୁମର କୀର୍ତ୍ତି ବିସ୍ତାର କରିବେ ଏବଂ କପିଳ ନାମରେ ବିଖ୍ୟାତ ହେବେ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଜଗତ୍ ସ୍ରଷ୍ଟା ବ୍ରହ୍ମା ସେହି 2 ଜଣଙ୍କୁ ଏପରି ଆଶ୍ୱାସନା ଦେଲେ ଏବଂ ନାରଦ ଓ ସନକାଦିଙ୍କ ଗ୍ରହଣରେ ହଂସ ବାହନରେ ବସି ବ୍ରହ୍ମଲୋକଙ୍କୁ ଚାଲିଗଲେ। ବ୍ରହ୍ମା ଚାଲିଯିବା ପରେ ତାହାଙ୍କ ଆଜ୍ଞା ଅନୁସାରେ କର୍ଦ୍ଦମ ନିଜ କନ୍ୟାମାନଙ୍କୁ ମରିଚି ଆଦି ପ୍ରଜାପତିମାନଙ୍କ ସହିତ ବିଧିପୂର୍ବକ ବିବାହ କରାଇଦେଲେ। ସେ ନିଜର କଳା ନାମ୍ନୀ କନ୍ୟାକୁ ମରିଚିଙ୍କୁ, ଅନୁସୂୟାଙ୍କୁ ଅତ୍ରିଙ୍କୁ, ଶ୍ରଦ୍ଧାକୁ ଅଙ୍ଗିରାଙ୍କୁ, ହବିର୍ଭୁକ୍ ପୁଲସ୍ତ୍ୟଙ୍କୁ ପ୍ରଦାନ କଲେ। ପୁଲହଙ୍କୁ ତାଙ୍କର ଅନୁରୂପ ଗତି ନାମ୍ନୀ କନ୍ୟାକୁ, କ୍ରତୁଙ୍କୁ ପରମ ସାଧ୍ୱୀ କ୍ରିୟାକୁ, ଭୃଗୁଙ୍କୁ ଖ୍ୟାତିଙ୍କୁ ଓ ବଶିଷ୍ଠଙ୍କୁ ଅରୁନ୍ଧତୀକୁ ସମର୍ପଣ କଲେ। ଅଥର୍ବ ଋଷିଙ୍କୁ ସେ ଶାନ୍ତି ନାମ୍ନୀ କନ୍ୟା ପ୍ରଦାନ କଲେ, ଯେଉଁ ଶାନ୍ତି ଦ୍ୱାରା କି ଯଜ୍ଞକର୍ମ ସଫଳତାର ସହିତ ସମ୍ପୂର୍ଣ୍ଣ କରାଯାଇଥାଏ। କର୍ଦ୍ଦମ ସେହି ବିବାହିତ ଋଷିମାନଙ୍କୁ ସେମାନଙ୍କର ପତ୍ନୀମାନଙ୍କ ସହିତ ବିଶେଷ ସତ୍କାର କଲେ। ହେ ବିଦୁର, ଏପରି ଭାବରେ ବିବାହ ହୋଇଯିବା ପରେ ସେହି ଋଷିମାନେ କର୍ଦ୍ଦମଙ୍କର ଆଜ୍ଞା ନେଇ ଅତ୍ୟନ୍ତ ଆନନ୍ଦରେ ନିଜ ନିଜ ଆଶ୍ରମକୁ ଚାଲିଗଲେ। କର୍ଦ୍ଦମଙ୍କ ଆଶ୍ରମରେ ସାକ୍ଷାତ ଦେବାଧିଦେବ ଶ୍ରୀହରି ହିଁ ଅବତାର ନେଇଥିବାରୁ କର୍ଦ୍ଦମ ଏକାନ୍ତ ସ୍ଥାନରେ ତାଙ୍କୁ ପ୍ରଣାମ କରି କହିଲେ, ଆହା, ପାପ କର୍ମ ହେତୁ ଏହି ଦୁଃଖମୟ ସଂସାରରେ ନାନା ପ୍ରକାର କଷ୍ଟ ଭୋଗୁଥିବା ବ୍ୟକ୍ତି ପ୍ରତି ଦେବଗଣ ତ ବହୁ କାଳ ବିତିଯିବା ପରେ ପ୍ରସନ୍ନ ହୁଅନ୍ତି, କିନ୍ତୁ ଯୋଗୀଜନମାନେ ଅନେକ ଜନ୍ମର ସାଧନ ଦ୍ୱାରା ଲାଭ କରିଥିବା ସୁଦୃଢ଼ ସମାଧି ବଳରେ ଯାହାଙ୍କର ସ୍ୱରୂପ ଦର୍ଶନ ପାଇଁ ପ୍ରଜନ କରନ୍ତି, ଭକ୍ତଜନଙ୍କର ରକ୍ଷାକର୍ତ୍ତା ସେହି ଶ୍ରୀହରି ମୋ ପରି ବିଷୟା ଲୋଲୁପର ଅବହେଳନା ଆସିବାକୁ ଏ ଅବହେଳନ ଆଦିକୁ ମନରେ ନ ଧରି ଆଜି ମୋ ଘରେ ଅବତୀର୍ଣ୍ଣ ହୋଇଛନ୍ତି। ଆପଣ ବାସ୍ତବରେ ଭକ୍ତମାନଙ୍କର ସମ୍ମାନ ବଢ଼ାଇଛନ୍ତି। ନିଜ ବଚନକୁ ସତ୍ୟ ପ୍ରତିପାଦିତ କରି ସାଂଖ୍ୟଯୋଗ ଉପଦେଶ ଦେବା ନିମନ୍ତେ ହିଁ ଆପଣ ମୋ ଗୃହରେ ଅବତୀର୍ଣ୍ଣ ହୋଇଛନ୍ତି। ଭଗବାନ, ଆପଣ ପ୍ରାକୃତ ରୂପ ରହିତ। ଆପଣଙ୍କର ଯେଉଁ ଚତୁର୍ଭୁଜ ଆଦି ଅଲୌକିକ ରୂପ ରହିଛି, ତାହା ହେଉଛି ଆପଣଙ୍କର ଯୋଗ୍ୟ ରୂପ। ଆପଣଙ୍କର ଯେଉଁ ମନୁଷ୍ୟ ସଦୃଶ ରୂପ ଭକ୍ତମାନଙ୍କୁ ଖୁବ୍ ଭଲ ଲାଗେ, ତାହା ଆପଣଙ୍କୁ ବି ବହୁତ ଭଲ ଲାଗିଥାଏ। ଆପଣଙ୍କର ପାଦପୀଠ ତତ୍ତ୍ୱଜ୍ଞାନ ଇଚ୍ଛା କରୁଥିବା ବିଦ୍ୱାନମାନଙ୍କର ସର୍ବଦା ବନ୍ଦନୀୟ ଏବଂ ଆପଣ ଐଶ୍ୱର୍ଯ୍ୟ, ବୈରାଗ୍ୟ, ଯଶ, ଜ୍ଞାନ, ବୀର୍ଯ୍ୟ ଓ ଶ୍ରୀରେ ପରିପୂର୍ଣ୍ଣ। ଆପଣଙ୍କଠାରେ ମୁଁ ଶରଣ ନେଉଛି। ଭଗବାନ, ଆପଣ ହେଉଛନ୍ତି ପରମ ବ୍ରହ୍ମ। ସକଳ ଶକ୍ତି ଆପଣଙ୍କର ଅଧୀନ। ଆପଣଙ୍କ ସର୍ବଜ୍ଞ ପରମାତ୍ମା। ଆପଣ ହିଁ ପ୍ରକୃତି, ପୁରୁଷ, ମହତତ୍ଵ, କାଳ, ତ୍ରିବିଧ ଅହଙ୍କାର ସମସ୍ତ ଲୋକ ଏବଂ ଲୋକପାଳଙ୍କ ରୂପରେ ପ୍ରକଟିତ ହୁଅନ୍ତି ତଥା ଏହି ସମସ୍ତ ପ୍ରପଞ୍ଚକୁ ଚେତନ ଶକ୍ତି ଦ୍ୱାରା ନିଜ ଭିତରେ ଲୀନ କରିଦିଅନ୍ତି। ତେଣୁ ଆପଣ ଏସବୁର ଅତୀତ। ମୁଁ ଏହି କପିଳ ରୂପଧାରୀ ଆପଣଙ୍କର ଶରଣ ନେଉଛି। ପ୍ରଭୁ, ଆପଣଙ୍କ କୃପାରୁ ମୁଁ ତ୍ରିବିଧ ଋଣରୁ ମୁକ୍ତ ହୋଇଗଲି ଏବଂ ମୋର ସବୁ ମନୋରଥ ପୂର୍ଣ୍ଣ ହୋଇଗଲା। ଏଥର ମୁଁ ସନ୍ନ୍ୟାସ ମାର୍ଗ ଗ୍ରହଣ କରି ଆପଣଙ୍କୁ ଚିନ୍ତନ କରିବା ସହିତ ମୋର ଶୋକ ରହିତ ହୋଇ ବିଚରଣ କରିବି। ଆପଣ ତ ସମସ୍ତ ପ୍ରଜାଙ୍କର ସ୍ୱାମୀ, ତେଣୁ ମୁଁ ସନ୍ନ୍ୟାସ ନେବା ନିମନ୍ତେ ଆପଣଙ୍କର ଆଜ୍ଞା ଚାହୁଁଛି। ଶ୍ରୀ ଭଗବାନ କହିଲେ, ହେ ମୁନିବର, ସଂସାରରେ ବୈଦିକ ଲୌକିକ ସବୁ କର୍ମରେ ମୋ କଥାକୁ ହିଁ ପ୍ରମାଣ ବୋଲି ଧରାଯାଏ। ତେଣୁ ମୁଁ ଆପଣଙ୍କ ଘରେ ଅବତୀର୍ଣ୍ଣ ହେବି ବୋଲି ଆପଣଙ୍କୁ ଯେଉଁ ବଚନ ଦେଇଥିଲି, ତାହାକୁ ସତ୍ୟ କରିବା ନିମନ୍ତେ ମୁଁ ଏଠାରେ ଅବତାର ନେଲି।
ଯେଉଁ ମୁନିମାନେ ଲିଙ୍ଗ ଶରୀରରୁ ମୁକ୍ତ ହୋଇଯିବାକୁ ଇଚ୍ଛା କରନ୍ତି ସେମାନଙ୍କୁ ଆତ୍ମ ସାକ୍ଷାତକାରରେ ସାହାଯ୍ୟ କରିବା ତଥା ପ୍ରକୃତି ଆଦି ତତ୍ତ୍ୱକୁ ବିବେଚନା କରିବା ନିମନ୍ତେ ହିଁ ଇହଲୋକରେ ମୋର ଜନ୍ମ ହୋଇଛି। ଆତ୍ମଜ୍ଞାନ ଲାଭରୁ ସୂକ୍ଷ୍ମ ମାର୍ଗ ବହୁ କାଳରୁ ଲୁପ୍ତ ହୋଇଯାଇଛି। ଜାଣନ୍ତୁ ଯେ ତାହାକୁ ପୁନର୍ବାର ପ୍ରବର୍ତ୍ତିତ କରିବା ନିମନ୍ତେ ହିଁ ମୁଁ ଏହି ଶରୀର ଗ୍ରହଣ କରିଛି। ହେ ମୁନି, ମୁଁ ଆଜ୍ଞା ଦେଉଛି ଯେ ଆପଣ ନିଜ ଇଚ୍ଛା ଅନୁସାରେ ଯାଆନ୍ତୁ ଏବଂ ସକଳ କର୍ମ ମୋତେ ଅର୍ପଣ କରିଦେଇ ଦୁର୍ଜୟ ମୃତ୍ୟୁକୁ ଜୟ କରିବା ସହିତ ମୋକ୍ଷ ପଦ ପାଇବା ନିମନ୍ତେ ମୋତେ ଭଜନ୍ତୁ। ମୁଁ ହେଉଛି ସ୍ୱୟଂ ପ୍ରକାଶ ଏବଂ ସକଳ ଜୀବଙ୍କ ଅନ୍ତଃକରଣ ନିବାସୀ ପରମାତ୍ମା। ତେଣୁ ଆପଣ ବିଶୁଦ୍ଧ ବୁଦ୍ଧି ଦ୍ୱାରା ନିଜ ଅନ୍ତଃକରଣରେ ମୋର ସାକ୍ଷାତକାର ପାଇ ସକଳ ପ୍ରକାର ଶୋକରୁ ମୁକ୍ତ ହୋଇ ଅଭୟ ପଦ ବା ମୋକ୍ଷ ଲାଭ କରିବେ। ମାତା ଦେବହୂତିଙ୍କୁ ମଧ୍ୟ ମୁଁ ସକଳ କର୍ମରୁ ମୁକ୍ତି ପ୍ରଦାୟକ ଆତ୍ମଜ୍ଞାନ ପ୍ରଦାନ କରିବି। ତା ଫଳରେ ସେ ସଂସାର ରୂପୀ ଭୟରୁ ଉଦ୍ଧାର ପାଇଯିବେ। ମୁନିବର ମୈତ୍ରେୟ କହିଲେ, ଭଗବାନ କପିଳ ଏପରି କହିବାରୁ ପ୍ରଜାପତି କର୍ଦମ ତାଙ୍କୁ ପରିକ୍ରମା କରି ପ୍ରସନ୍ନ ଚିତ୍ତରେ ବନକୁ ଚାଲିଗଲେ। ବନରେ ଅହିଂସାମୟ ସନ୍ନ୍ୟାସ ଧର୍ମ ପାଳନ କରି ସେ ଏକମାତ୍ର ଭଗବାନଙ୍କର ଶରଣାପନ୍ନ ହୋଇଗଲେ ଏବଂ ଅଗ୍ନି ଓ ଆଶ୍ରମ ତ୍ୟାଗ କରିଦେଇ ନିଃସଙ୍ଗ ଭାବରେ ପୃଥିବୀରେ ବିଚରଣ କରିବାକୁ ଲାଗିଲେ। ସେ କାର୍ଯ୍ୟକାରଣରୁ ଅତୀତ ସତ୍ତ୍ୱ ଆଦି ଗୁଣର ପ୍ରକାଶକ ଏବଂ ନିର୍ଗୁଣ ତଥା ଯେ ଅନନ୍ୟ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ ହୁଅନ୍ତି ସେହି ପରମବ୍ରହ୍ମଙ୍କ ଠାରେ ହିଁ ସେ ନିଜର ମନ ଲଗାଇଦେଲେ। ସେ ଅହଙ୍କାର ମମତ୍ୱ ସୁଖ ସୁଖାଦି ଦ୍ୱନ୍ଦ୍ୱରୁ ମୁକ୍ତ ତଥା ସମଦର୍ଶୀ ହୋଇ ସମସ୍ତଙ୍କ ଭିତରେ ନିଜ ଆତ୍ମାକୁ ହିଁ ଦର୍ଶନ କଲେ। ତାହାଙ୍କର ବୁଦ୍ଧି ଅନ୍ତର୍ମୁଖୀ ହୋଇ ଶାନ୍ତ ହୋଇଗଲା। ଏଥର ଧୀର ପ୍ରଶାନ୍ତ କର୍ଦମ ମୁନି ନିସ୍ତରଙ୍ଗ ସମୁଦ୍ର ପରି ବୋଧ ହେଲେ। ପରମ ଭକ୍ତି ଭାବ ଦ୍ୱାରା ସର୍ବାନ୍ତର୍ଯାମୀ ସର୍ବଜ୍ଞ ଶ୍ରୀ ବାସୁଦେବଙ୍କ ଠାରେ ତାଙ୍କର ଚିତ୍ତ ସ୍ଥିର ହୋଇଯିବାରୁ ସେ ସକଳ ବନ୍ଧନରୁ ମୁକ୍ତ ହୋଇଗଲେ। ସେ ସକଳ ଭୂତଙ୍କ ଠାରେ ନିଜର ଆତ୍ମା ଶ୍ରୀ ଭଗବାନଙ୍କୁ ଏବଂ ସକଳ ଭୂତଙ୍କ ଆତ୍ମସ୍ୱରୂପ ଶ୍ରୀହରିଙ୍କ ଠାରେ ରହିଥିବାର ଦେଖିବାକୁ ପାଇଲେ। ଏପରି ଭାବରେ ଇଚ୍ଛା ଓ ଦେଶରୁ ରହିତ ହେବା ସଙ୍ଗେ ସଙ୍ଗେ ସର୍ବତ୍ର ସମଦୃଷ୍ଟିରେ ସେ ଭଗବତ ଭକ୍ତିରେ ସମ୍ପନ୍ନ ହୋଇ ମୁନିବର କର୍ଦମ ଭଗବାନଙ୍କର ପରମପଦ ପାଇଗଲେ। ଏହି ଥିଲା ଏହି ଅଧ୍ୟାୟର ସୁନ୍ଦର ବ୍ୟାଖ୍ୟା। ଏହି ଅଧ୍ୟାୟରେ ଭଗବାନଙ୍କର ଏକ ଅବତାର କପିଳ ଦେବଙ୍କ କଥା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଏବଂ କର୍ଦମ ଓ ଦେବହୂତିଙ୍କର ଗର୍ଭରୁ ଜନ୍ମ ନବକନ୍ୟା ବିଭିନ୍ନ ଋଷିଙ୍କୁ ସେ ସମର୍ପଣ ପ୍ରଜାପତି ମାନେ ସନ୍ତାନ ଉତ୍ପନ୍ନ ଲକ୍ଷ୍ୟ ରଖି ନବକନ୍ୟାକୁ ଦାନ ଦେବା କଥା ବର୍ଣ୍ଣନା ବା ସମର୍ପଣ କରିବା କଥା ବର୍ଣ୍ଣନା କରାଯାଇଛି। ଏହିପରି ଭାବରେ ଆପଣମାନେ ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ ଏବଂ ପ୍ରତ୍ୟେକ ଅଧ୍ୟାୟ ଧ୍ୟାନର ସହିତ ଶୁଣନ୍ତୁ। ଫଳରେ ଆପଣଙ୍କର ପାପ କ୍ଷୟ ହେବା ସହିତ କଳିଯୁଗର କୁପ୍ରଭାବ ଆପଣଙ୍କ ଉପରେ ସ୍ପର୍ଶ କରିବ ନାହିଁ, ଯାହା ଶାସ୍ତ୍ର କହେ। ଆପଣମାନେ ଏହି ଅଧ୍ୟାୟକୁ ଭଲ ଭାବରେ ଶୁଣିଥିବାରୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।